ॐ त्र्यम्बकं यजामहे सुगन्धिं पुष्टिवर्धनम् उर्वारुकमेव बन्धनात् मृत्युर्मुक्ष्यमामृतात्। हरि ओं नमः शिवाय। हे त्रिनेत्रधारी ତିନି କାଳ ଏବଂ ତିନି ଲୋକରେ ପୂଜା ପାଉଥିବା ମହାକାଳ, ସଭ୍ୟଙ୍କର ସୃଷ୍ଟି ପାଳନ ଏବଂ ଅନ୍ତର କାରଣ, ନିଜର ମିଠା ସୁଗନ୍ଧରେ ସବୁ ଜୀବଙ୍କୁ ସମୃଦ୍ଧି ପ୍ରଦାନ କରୁଥିବାରେ, ହେ ମହାଦେବ, ଯେପରି ଗୋଟିଏ ତରଭୁଜ ଫଳ ନିଜର ସମ୍ପୂର୍ଣ୍ଣ ଆୟୁଷକୁ ପୂର୍ଣ୍ଣ କରି ବିନା କୌଣସି ଯତ୍ନରେ ଡାଳରୁ ଅଲଗା ହୋଇଯାଏ, ସେପରି ଆମର ଆୟୁଷ ପୂର୍ଣ୍ଣ ହେବା ପରେ ଏହି ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତି ଦେଇ ମୋତେ ମୋକ୍ଷ ପ୍ରଦାନ କରିବାର କୃପା କରନ୍ତୁ। ଭଗବାନ ଶିବଙ୍କ ଉପରେ ଜଳ ଅର୍ପଣ କରାଯାଏ କାହିଁକି, ଆଜି ଏହି ବିଷୟରେ କିଛି ତଥ୍ୟ ମୁଁ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନ କରିବି। ତେବେ ଆସନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ହିନ୍ଦୁ ଧର୍ମରେ ଭଗବାନ ବ୍ରହ୍ମା, ଭଗବାନ ବିଷ୍ଣୁ ଏବଂ ପ୍ରଭୁ ମହେଶ୍ୱର ସର୍ବୋଚ୍ଚ ଦେବତା। କାରଣ ଏହି ତ୍ରିଦେବଙ୍କର ମଧ୍ୟରେ ବ୍ରହ୍ମା ସୃଷ୍ଟିକୁ ରଚନା କରିଥାନ୍ତି, ବିଷ୍ଣୁ ସୃଷ୍ଟିକୁ ପାଳନ କରିଥାନ୍ତି ଏବଂ ମହାଦେବ ସୃଷ୍ଟିର ସଂରକ୍ଷକ ଏବଂ ଅନ୍ତରେ ସୃଷ୍ଟିକୁ ସଂହାର କରନ୍ତି। ବେଦ ଏବଂ ପୁରାଣରେ ଶିବଙ୍କର ରୁଦ୍ରାବତାର ଏବଂ ତାର କଥା ବର୍ଣ୍ଣନା ରହିଅଛି। ଆଜି ଆମେ ଆଲୋଚନା କରିବା ଭଗବାନ ଶିବଙ୍କୁ ଜଳ ଅର୍ପଣ କାହିଁକି କରାଯାଏ ଏବଂ ଜଳଧାରରେ ପ୍ରଭୁ ସନ୍ତୁଷ୍ଟ ହୋଇଯାଆନ୍ତି କାହିଁକି। ଶିବ ମହାପୁରାଣରେ ସମୁଦ୍ର ମନ୍ଥନର କଥା ଅନୁଯାୟୀ ଥରେ ଦେବତା ଏବଂ ଦାନବଙ୍କ ମଧ୍ୟରେ ସମୁଦ୍ର ମନ୍ଥନ କରିବାର ଅଭିଯାନ ଲାଗି ରହିଲା। ସେହି ମନ୍ଥନରୁ ପ୍ରଥମେ ବାହାରିଲେ କାଳକୂଟ ବିଷ। ଏହି ବିଷର ପ୍ରଭାବ ଏତେ ଥିଲା କି ସମୁଦ୍ରରୁ ବାହାରିବା କ୍ଷଣି ଏହାର ଉତ୍ତାପରେ ଦେବତା ଏବଂ ଦାନବ କମ୍ପିବାକୁ ଲାଗିଲେ। ତା ସହ ସମ୍ପୂର୍ଣ୍ଣ ଜଳବାୟୁ ବିଷାକ୍ତ ହୋଇଗଲା। ସମ୍ପୂର୍ଣ୍ଣ ତାପମାତ୍ରା ବୃଦ୍ଧି ହେବାକୁ ଲାଗିଲା। ସବୁ ଦେବତା ଏବଂ ଅସୁର ଭଗବାନ ବିଷ୍ଣୁଙ୍କ ନିକଟକୁ ଗଲେ ଏବଂ ଏହାର ସମାଧାନ ପାଇଁ ପ୍ରାର୍ଥନା କରିଲେ। ବିଷ୍ଣୁ ସବୁ ଦେବତାଙ୍କୁ କହିଲେ, ଏହି କାଳକୂଟକୁ କେବଳ ଜଣେ ହିଁ ଧାରଣ କରିପାରିବେ, ଜଣେ ହିଁ ସମାପ୍ତ କରିପାରିବେ, ସେ ହେଉଛନ୍ତି ଦେବଦେବ ମହାଦେବ। ତୁମେ ସବୁ ତାଙ୍କ ନିକଟକୁ ଯାଅ ଏବଂ ତାଙ୍କୁ ପ୍ରାର୍ଥନା କର। ସବୁ ଦେବତା ଶିବଙ୍କ ନିକଟକୁ ଗଲେ ଏବଂ ସବୁ କଥା କହିଲେ, ଏହି କାଳକୂଟ ଠାରୁ ଆମକୁ ରକ୍ଷା କରିବାର କୃପା କରନ୍ତୁ। ଏହି ପ୍ରାର୍ଥନା ମହାଦେବଙ୍କ ନିକଟରେ କରିଲେ। ପ୍ରଭୁ ମହାଦେବ ଅଳ୍ପ ଡାକିଲେ ସନ୍ତୁଷ୍ଟ ହୋଇ ଭକ୍ତଙ୍କୁ ଅଭୟ ଦିଅନ୍ତି। ସେଥିପାଇଁ ତ ତାଙ୍କୁ ଭୋଳାନାଥ ବୋଲି କୁହାଯାଏ। ସମସ୍ତ ଜୀବଜଗତକୁ ରକ୍ଷା କରିବା ଉଦ୍ଦେଶ୍ୟରେ ପ୍ରଭୁ ସେହି କାଳକୂଟ ବିଷର କଳସୀକୁ ନିଜ ହସ୍ତରେ ଧାରଣ କରିଲେ ଏବଂ ବିଷକୁ ପିଇବା ଆରମ୍ଭ କରିଲେ। କିନ୍ତୁ ବିଷକୁ ନିଜର କଣ୍ଠରୁ ତଳକୁ ଯିବାକୁ ଦେଲେ ନାହିଁ, ନିଜର କଣ୍ଠରେ ଧାରଣ କରିନେଲେ। ସେଥିପାଇଁ ମହାଦେବଙ୍କର କଣ୍ଠ ନୀଳ ହୋଇଗଲା। ଏବେ ସବୁ ଦେବତା ଏବଂ ଅସୁର ଶିବଙ୍କର ଜୟଗାନ ଆରମ୍ଭ କରିଲେ। ବିଷର କିଛି ବୁନ୍ଦା ଭୂମି ଉପରେ ପଡ଼ିଗଲା। ସେଥିରୁ ବିଷାକ୍ତ ଜୀବ ସରୀସୃପ ଏମାନେ ଜନ୍ମ ନେଲେ। ବାସୁକୀ ନାଗକୁ ପ୍ରଭୁ ନିଜର ଗଳାରେ ଧାରଣ କରିନେଲେ। କଣ୍ଠ ନୀଳ ହୋଇଯିବା କାରଣରୁ ତାଙ୍କୁ ନୀଳକଣ୍ଠ ବୋଲି ଜଣାଗଲା। ବିଷର ପ୍ରଭାବରେ ପ୍ରଭୁଙ୍କୁ ଭୟଙ୍କର ଗରମ ଅନୁଭୂତ ହେଲା। ନିଜକୁ ଶୀତଳତା ପ୍ରଦାନ କରିବା ପାଇଁ ପ୍ରଭୁ ଦ୍ୱିତୀୟ ଚନ୍ଦ୍ରମାଙ୍କୁ ନିଜ ମସ୍ତକରେ ଧାରଣ କରିଲେ। କିନ୍ତୁ ଏତିକିରେ ବି ତାଙ୍କ ଶରୀରର ଜ୍ୱଳନ ଶେଷ ହେଲା ନାହିଁ, ତାପମାତ୍ରା କମିଲା ନାହିଁ। ହିଁ ଦେବଗଣ ବିଭିନ୍ନ ଉପାୟରେ ପ୍ରଭୁଙ୍କୁ ଶୀତଳତା ପ୍ରଦାନ କରିବାର ପ୍ରୟାସ ଆରମ୍ଭ କରିଲେ। ଏହା ଦେଖି ବିଷ୍ଣୁ ଦେବରାଜଙ୍କୁ କହିଲେ, ହେ ଇନ୍ଦ୍ରଦେବ, ଆପଣ ନିଜର ନିର୍ମଳ ଜଳଧାରା ମହାଦେବଙ୍କ ଉପରେ ପ୍ରବାହିତ କରନ୍ତୁ। ବିଷ୍ଣୁଙ୍କର ଆଜ୍ଞାରେ ଇନ୍ଦ୍ରଦେବ ଶିବଙ୍କ ଉପରେ 7 ମେଘକୁ ଏକତ୍ରିତ କରି ଥଣ୍ଡା ଏବଂ ନିର୍ମଳ ଜଳରେ ମହେଶ୍ୱରଙ୍କର ଅଭିଷେକ କରିଲେ, ତାଙ୍କ ଉପରେ ବର୍ଷା କରାଇଲେ। ଏବେ ମହାଦେବ ଶାନ୍ତ ଏବଂ ସନ୍ତୁଷ୍ଟ ହୋଇଗଲେ। ଏହା ଦେଖି ସବୁ ଦେବାଦେବୀଗଣ ମହାଦେବଙ୍କ ଉପରେ ଜଳ ଏବଂ ଦୁଗ୍ଧରେ ଅଭିଷେକ କରିଲେ, ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିଲେ। ଏଥିରୁ ମହାଦେବଙ୍କୁ ଶୀତଳତା ଅନୁଭବ ହେଲା। ଏବେ ମହାଦେବ ସବୁ ଦେବଗଣଙ୍କ ଉପରେ ପ୍ରସନ୍ନ ହୋଇଗଲେ ଏବଂ ବର ଦେଲେ, ହେ ଦେବଗଣ, ମୋତେ ସନ୍ତାପ ଏବଂ ଉତ୍ତାପରୁ କଷ୍ଟରୁ ମୁକ୍ତି ଦେବା ପାଇଁ ତୁମେ ଯାହା ବି କରିଲ, ମୁଁ ସେଥିରେ ସନ୍ତୁଷ୍ଟ। ଆଜିଠାରୁ ଯିଏ ବି ମୋତେ ଏହି ଜଳ ଏବଂ ଦୁଗ୍ଧରେ ଅଭିଷେକ କରିବ, ମୋତେ ଚନ୍ଦନ ଲେପନ କରିବ, ମୁଁ ତାହାର ସବୁ ଇଚ୍ଛା ଏବଂ କାମନାକୁ ପୂର୍ଣ୍ଣ କରିଦେବି। ତୁମେ ଏହି ମନ୍ଥନରେ ବିଜୟୀ ହୁଅ, ଏହା ମୋର ଆଶୀର୍ବାଦ।
एबे सबु देवादेवी शिवंकर जयगान करने को लगिले। सही दिन ठारू एही परंपरा आज पर्यंत लगी रही एवं प्रभु को खुशी करने लगी भक्त माने पवित्र जल एवं निर्मल जल ता सहित कंचा दुग्ध शिवलिंग उपरे अभिषेक करती अर्पण करती। आशा करुछि वीडियोटी आपण मानकु निश्चय भल लगी। जदि मो वीडियो सब आपण मानकु भल लागु थाए तेबे वीडियो को लाइक करने सहित आम चैनल को सब्सक्राइब निश्चय करंतु एवं पाखरे थिबा बेल आइकन को निश्चय प्रेस करंतु जेमिति जेते भी वीडियो अपलोड हेबो ताहार सर्वप्रथम नोटिफिकेशन आपण मानकु जिवो। धन्यवाद।